Hey guys, welcome back to my new mini vlog. Guys, ସକାଳର ନିତ୍ୟକର୍ମ ସାରି ଆମେ ଆମ ସର ଘର ଥିବା ପଛପଟେ ଗୋଟେ ଆମର ସୁନ୍ଦର ପିଜୁଳି ଗଛ ଥିଲା, ଯାହାକୁ ଆମେ ବହୁତ ମିଠା ଏଇ ସିଜନ୍ର ପିଜୁଳି ବହୁତ ମିଠା, ସେଇଥିପାଇଁ ଭାବିଲେ ଆମେ ଦୁଇଟା ବିଛି ଖାଇଲେ ଆଉ ଘରକୁ ଦୁଇଟା ନେଇଯିବା, ଯାହାକି ପିଜୁଳି ଏଇଠି ଖାଇବା ପାଇଁ ଆମର 2 ଜଣ ଲୋକ ଅଛନ୍ତି, ହେଲେ ଏତେ ପିଜୁଳି ଅଛି କେମିତି ଖାଇବେ। ଆଉ ଆମେ ଶେଷରେ ଏତିକି ଆମେ ତୋଳି ଯାଇଥିଲୁ ଛାତ ଉପରୁ, ତାପରେ ଚାଲିଗଲୁ ଆମ ରାସ୍ତା ପାଖକୁ। ଆମ ହେଉଛି ଦାଉଲି ବାଡ଼ି, ଯାହାକି ବିଛିବା ପାଇଁ ସୁବିଧା ହେବ। ଆଉ ଦେଖିଲୁ ଏପଟର ରାସ୍ତା ଗୋଟର ଭଲ ହେବ ବିଛିବା ପାଇଁ, ତାପରେ ଆମେ ଧୀରେ ଧୀରେ ବିଛେଇ ଦେଲୁ। ଆଉ ଇଏ ପିଜୁଳି ମୋ ନାକର ବାଜିଲା, ଶେଷରେ ଯେଉଁ ପିଜୁଳିଟା ବିଛା ହେଲା ଓ ପାଣି ବାହାର କରିଦେଇଥିଲା। ତାପରେ ପିଜୁଳି ବିଛେଇ ସାରିକି ଆମେ କିଛି କଥା ବି କହିଥିଲେ, କିନ୍ତୁ ଯାଇକି ସେଇଟା ସ୍ପିକର ଆମେ ବନ୍ଦ କରିଦେଇଥିଲୁ। ଆଉ ବାହାରି ଆସିଥିଲୁ ଆମ ଘର ଅଲିପୁର ପାଖକୁ। ଆଉ ଆସିକି ଦେଖିଲୁ ଯେ ଆମର ଯିଏକି ନନା, ଯାହାକି ମୁନା ପଣ୍ଡା, ଆମ ଏରିଆର ସମସ୍ତେ ଟିକେ ଜଣାଶୁଣା ମୁନା ପଣ୍ଡା, ଯିଏକି ଆମ ଏରିଆର ଠାକୁରଙ୍କର ଯେକୌଣସି ପୂଜା କରିବାର ସେ ଟିକେ ଧୁରନ୍ଧର। ଆଉ ତାକୁ ଯଦି ଖୋଜିବା ପାଇଁ ଚାହିଁବେ, ସେ ଆସିକି ମନ୍ଦିର ପାଖରେ ଖୋଜିବେ ମାନେ ସେଇଠି ପାଇଯିବେ। ଆଉ ତାଙ୍କର ଆଜ ହେଉଛି ଗୋଟେ ନୂଆ ଜୀବନ ପାଇବା ପାଇଁ ବାହାରି ଯାଇଛନ୍ତି। ନୂଆ ଜୀବନ ମାନେ ନୂଆ ସଂସାର କରିବେ, ଯାହାକି ବାହାଘର। ଗାଇସ୍ ଦେଖିପାରୁଥିବେ, ଟିକେ ତାଙ୍କ ଘର ପରିବାର ସବୁ ଟିକେ ନିହାତି ଏନ୍ଜୟ କରିବା ଦରକାର। ସେଇଥିପାଇଁ ତାଙ୍କ ଘର ଲୋକ ସବୁ ଏନ୍ଜୟ କରିକିରି ଚାଲିଛନ୍ତି। ଆମେ ବି ଚାହିଁଲେ ଯାଇଥାନ୍ତୁ, ଘର ନିମନ୍ତ୍ରଣ ଥିଲା, ହେଲେ ଆମର ଯାଇପାରିଲେନି। ଆଉ ଇଏ ଡିଜେଟା ପଦାରୁ ଆସିଥିଲା, ନାଇଟ୍ କିଙ୍ଗ। ଆଉ ଯଦି ଆପଣମାନେ କିଏ ଯଦି ଚାହିଁବେ ନିହାତି ଅର୍ଡ଼ର କରିପାରିବେ। ଓପଦା ନାଇଟ୍ କିଙ୍ଗ ତାରିଣୀ। ଓ ବାବା, ଏ ଝିଅ ନାଚ ନା, ଆଜିକାଲି ଛୁଆ ତ ପୁରା ଧୁରନ୍ଧର ଠାରୁ ବି ଧୁରନ୍ଧର, ନାଚ ଗୀତ ସବୁଠାରୁ। ଆଉ ଇଏ ଗାଇଜ୍ ଦେଖିପାରୁଥିବେ, ମୁନା ଆଉ ଗେଲି ବର୍ସେସ୍ ଗେଲି, ଯିଏକି ଆମ ନନାର ଉଡ୍ ବି ନୁହେଁ, ହେଇଯିବ। ଆଉ ଜଷ୍ଟ 2-3 ଘଣ୍ଟା ପରେ ହେଇଯିବ ବୋଧେ। ତାପରେ ବାହାରି ଯାଇଥିଲେ ଗାଇଜ୍।